ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ ଆଜିର ସମ୍ପୂର୍ଣ୍ଣ ରିପୋର୍ଟ ଜାଣିବା ପାଇଁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜି କେଉଁ କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଏବଂ କେଉଁ କେଉଁ ଜିଲ୍ଲାରେ କୁଆପଥର ସହ ବର୍ଷା ମାଡ଼ ହେବ, ତା ସହିତ ଓଡ଼ିଶାର 30ଟି ଜିଲ୍ଲାର ତାପମାତ୍ରା କେତେ ରହିବ, ଏହା ଜାଣିବା ପାଇଁ ଦର୍ଶକ ବନ୍ଧୁ ଆପଣମାନେ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅନୁଗୁଳରେ 41 ଡିଗ୍ରୀ, ବୌଦ୍ଧ 42 ଡିଗ୍ରୀ, ବଲାଙ୍ଗୀର 43 ଡିଗ୍ରୀ, ବରଗଡ଼ 42 ଡିଗ୍ରୀ, ବାଲେଶ୍ୱର 36 ଡିଗ୍ରୀ, ଭଦ୍ରକ 37 ଡିଗ୍ରୀ, କଟକ 38 ଡିଗ୍ରୀ, ଦେବଗଡ଼ 40 ଡିଗ୍ରୀ, ଢେଙ୍କାନାଳ 39 ଡିଗ୍ରୀ, ଗଞ୍ଜାମ 35 ଡିଗ୍ରୀ, ଗଜପତି 36 ଡିଗ୍ରୀ, ଝାରସୁଗୁଡ଼ା 43 ଡିଗ୍ରୀ, ଖୋର୍ଦ୍ଧା 38 ଡିଗ୍ରୀ, ଜଗତସିଂହପୁର 35 ଡିଗ୍ରୀ, ଯାଜପୁର 38 ଡିଗ୍ରୀ, ସୁନ୍ଦରଗଡ଼ 41 ଡିଗ୍ରୀ, ସୁବର୍ଣ୍ଣପୁର 42 ଡିଗ୍ରୀ, ସମ୍ବଲପୁର 43 ଡିଗ୍ରୀ, ରାୟଗଡ଼ା 39 ଡିଗ୍ରୀ, ପୁରୀ 43 ଡିଗ୍ରୀ, ନୟାଗଡ଼ 40 ଡିଗ୍ରୀ, ନୂଆପଡ଼ା 42 ଡିଗ୍ରୀ, ନବରଙ୍ଗପୁର 38 ଡିଗ୍ରୀ, ମାଲକାନଗିରି 39 ଡିଗ୍ରୀ, କେନ୍ଦୁଝର 37 ଡିଗ୍ରୀ, କଳାହାଣ୍ଡି 41 ଡିଗ୍ରୀ, କନ୍ଧମାଳ 38 ଡିଗ୍ରୀ, କେନ୍ଦ୍ରାପଡ଼ା 36 ଡିଗ୍ରୀ, କୋରାପୁଟ 36 ଡିଗ୍ରୀ, ମୟୂରଭଞ୍ଜ 37 ଡିଗ୍ରୀ। ଦର୍ଶକ ବନ୍ଧୁ ଭିଡିଓ ଆଗକୁ ଯିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ କରି ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାରେ କାଳ ବୈଶାଖୀ ଜନିତ ପ୍ରବଳ ବର୍ଷା ହେବ, ତା ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ଅଧିକ ରହିଛି। ଦର୍ଶକ ବନ୍ଧୁ ଜାଣି ରଖନ୍ତୁ, ବର୍ଷା ସମୟରେ ପବନ ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର। କନ୍ଧମାଳ, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଏହି ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି କୌଣସି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନାହିଁ। କୁଆପଥର ବର୍ଷିବାର ସମ୍ଭାବନା ବହୁତ କମ୍। ଦର୍ଶକ ବନ୍ଧୁ ଆଜିର ପାଣିପାଗ ଅପଡେଟଟି ଆପଣମାନଙ୍କୁ ନିହାତି ଭାବରେ ଭଲ ଲାଗିଥିବ। ଭିଡିଓକୁ ଏବେ ପର୍ଯ୍ୟନ୍ତ ଲାଇକ୍ କରିନାହାନ୍ତି ତାହେଲେ ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ଆପଣ ନୂଆ ଆସିଛନ୍ତି ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଖରେ ଥିବା ବେଲ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ନୂଆ ନୂଆ ଅପଡେଟ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ନୂଆ ନୂଆ ଅପଡେଟ ପାଣିପାଗ ଖବର ପାଇପାରିବେ।